ମୁଁ ଆଗରୁ କହିଛି ଆଜି ବି କହୁଛି ପ୍ରତ୍ୟେକ ରୋଗର ଏକ ମାନସିକ କାରଣ ଅଛି। ତେବେ ଆସନ୍ତୁ ଜାଣିବା ଏହି ଲିଭର ସିରୋସିସ୍ ରୋଗର ମାନସିକ କାରଣ କ'ଣ। ଯେତେବେଳେ ଜଣେ ଅନୁଭବ କରେ ତାର କିଛି ମୂଲ୍ୟ ନାହିଁ, ଘରେ ବାହାରେ ଅଫିସରେ ଯେଉଁଠି ବି ତାର ଉପସ୍ଥିତି ଅଛି ସେଠି ଯଦି ତାକୁ ଲାଗିଲା ଯେ ମୋର ଯେତିକି ଇମ୍ପୋର୍ଟାନ୍ସ ମିଳିବା କଥା ମୋତେ ସେତିକି ଇମ୍ପୋର୍ଟାନ୍ସ ମିଳୁନାହିଁ, ସେ ଆସ୍ତେ ଆସ୍ତେ ଅବସାଦଯୁକ୍ତ ହୁଏ। ଏହି ଭାବନା ଦୀର୍ଘ ଦିନ ରହିଲା ପରେ ସେ ଅବସାଦଯୁକ୍ତ ହୁଏ, ଯାହା ତା ଲିଭର ଉପରେ ଏଫେକ୍ଟ ପକାଏ। ଏ ଲିଭର ସିରୋସିସ୍ ହେବାର ଏକ ମୁଖ୍ୟ କାରଣ। ମଣିଷ ଅବସାଦରୁ ମୁକ୍ତି ପାଇବା ପାଇଁ ନିଶାର ଆଶ୍ରୟ ନିଏ। ଆସ୍ତେ 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 ତା ଅବସ୍ଥା ଶୋଚନୀୟ ଆଡ଼କୁ ଗତି କରେ। ତେବେ ଆସନ୍ତୁ ଆମେ ସମସ୍ତେ ଲକ୍ଷ୍ୟ କରିବା ଆମର ସାଙ୍ଗସାଥି ବନ୍ଧୁ ବାନ୍ଧବ ପ୍ରିୟଜନ ଯଦି କେହି ଏହିଭଳି ବିଷାଦଗ୍ରସ୍ତ ଅଛନ୍ତି ତେବେ ତାଙ୍କୁ ସମୟ ଦେବା, ତାଙ୍କ ମନ କଥା ବୁଝିବାକୁ ଚେଷ୍ଟା କରିବା। ତେବେ ଆମେ ଏକ ଅମୂଲ୍ୟ ଜୀବନକୁ ଅକାଳ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବା। ମନୋଚିକିତ୍ସାଳୟ ସବୁବେଳେ ଆପଣଙ୍କ ପାଖରେ ଅଛି। ଆପଣ ଆସନ୍ତୁ, ଆମେ ଆପଣଙ୍କୁ ଶୁଣିବୁ, ଆପଣଙ୍କୁ ସମୟ ଦେବୁ, ଆପଣଙ୍କର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବୁ। ଆମର ଆହ୍ୱାନ ସୁସ୍ଥ ମନ, ସୁସ୍ଥ ଶରୀର, ସୁସ୍ଥ ସମାଜ। ରହୁଛି ମୁଁ ଡାକ୍ତର ଭଗୀରଥ ପାଢ଼ୀ, ମନୋଚିକିତ୍ସାଳୟ, ଭୁବନେଶ୍ୱର।